ପରିଚୟ ଟିକେ ଦିଅନ୍ତୁ। शेख हुमायूं समाजसेवी नियारी बस्ती। ସଂସ୍କୃତ ମହୋତ୍ସବ ଆଜି ଯେଉଁ ଅନୁଷ୍ଠିତ ହେଉଛି, ଆପଣ ମଧ୍ୟ ଯାଇଥିଲେ, ବସ୍ତିର କିଛି ମୁରବୀ ମଧ୍ୟ ଯାଇଥିଲେ, କ'ଣ କହିବେ? ନାଇଁ ସେ ମହୋତ୍ସବ ପାଇଁ ସେମାନେ ଆମ ବସ୍ତିକୁ ଆସିଥିଲେ, ନିମନ୍ତ୍ରଣ କରି ଯାଇଥିଲେ। ଆମ ମୁରବୀ ମାନେ ତାଙ୍କର କାର୍ଯ୍ୟ ବ୍ୟସ୍ତତା ଥିବାରୁ ସେଥିପାଇଁ ଆମକୁ ପଠାଇଥିଲେ। ଆମେମାନେ ସମସ୍ତେ ମୁରବୀ ଏବଂ ୟଙ୍ଗ ମାସ୍ ମିଶିକି ଯାଇଥିଲୁ। ସେ ମହୋତ୍ସବରେ ପହଞ୍ଚିଲେ ସେମାନେ ଆମକୁ ବହୁତ ସ୍ୱାଗତ କଲେ। ଆଉ ଆମେ ବହୁତ ଖୁସି ହେଲୁ, ସବୁ ବୁଲିଲୁ। ଆମ ତରଫରୁ ଯାହା ନେଇ ଯାଇଥିଲୁ ସେଠି ବଣ୍ଟନ କଲୁ। ଆଉ ସେମାନେ ଏବେ ଉତ୍ସାହିତ ସହିତ ଏହାକୁ ଗ୍ରହଣ କଲେ, ବହୁତ ଖୁସି ଲାଗିଲା। ଏଇ ହେଉଛି ଆମର ଭାଇଚାରା। ଯେମିତି ଆମର ଦଶହରାରେ ଭାଇଚାରା ଥାଏ, ଆଜି ମଧ୍ୟ ୟା ପୂର୍ବରୁ ମଧ୍ୟ ଅଛିଣା ପଡ଼ିଆ ଥରେ ହେଇଥିଲା ଆର ବର୍ଷ। ଆମେ ସମସ୍ତ ବସ୍ତି ଲୋକ ଯାଇ ସେଠି ପାଳନ କରୁଥିଲୁ ତାଙ୍କ ସହିତ ମିଶିକି। ଆଜି ମଧ୍ୟ ସେଠି ଯାଇ ଆମେ ପହଞ୍ଚି ଆମ ଭାଇମାନେ ମୁରବୀମାନେ ଯାଇ ସେଠି ପହଞ୍ଚି ସେମାନେ ଆମକୁ ସ୍ୱାଗତ କଲେ ଏବଂ ଆମେ ସମସ୍ତେ ମିଳିମିଶି ତାଙ୍କ ଉତ୍ସବ ପାଳନ କଲୁ ଏବଂ ବହୁତ ଖୁସି ଲାଗିଲା। ଆଉ ସଂସ୍କୃତ ମହୋତ୍ସବରେ ଆପଣ କ'ଣ କ'ଣ ବଣ୍ଟନ କଲେ? ଆମ ତରଫରୁ ଥଣ୍ଡା ପାନୀୟ ଓ ପାଣି ବ୍ୟବସ୍ଥା କରାଯାଇଥିଲା ଏବଂ ଆମେ ନେଇଥିଲୁ ସେଉ, ତାପରେ ନେଇଥିଲୁ ଲେମ୍ବୁ ବଣ୍ଟନ କଲୁ। ଆପଣ ଯେଉଁ ଯାଇକି ପହଞ୍ଚିଲେ, ଯେଉଁ ପାନୀୟ ଜଳ ହଉ, ଯାହା ଫଳ ଏସବୁ ନେଇକି ଯାଇଥିଲେ, ଆପଣ ସେ ଯେଉଁ ଦେଖିଲେ, ଆପଣ କେମିତି ଲାଗିଲା ଯେଉଁ ଆପଣ ଯାଇକି ପହଞ୍ଚିଲେ ମହୋତ୍ସବରେ? ୟା ପୂର୍ବରୁ ଆମର ବସ୍ତି ମୁରବୀମାନେ ଯାଇଥିଲେ, ତାଙ୍କ କାର୍ଯ୍ୟ ବ୍ୟସ୍ତତା ଆଜି ଯାଇପାରିଲେନି, ଆମକୁ ପଠାଇଥିଲେ। କିନ୍ତୁ ସେ ଆମେ ଯାଉ ସେମାନେ ଆମକୁ ସ୍ୱାଗତ କଲେ ଏବଂ ଆମେ ବହୁତ ଖୁସି ହେଲୁ। ତାଙ୍କ ସହିତ ମିଶିକି ତାଙ୍କର ସବୁ ମଣ୍ଡପ ବୁଲିଲୁ, ଦେଖିଲୁ। ବହୁତ ଖୁସି, ଆନନ୍ଦ ଉତ୍ସାହରେ ପାଳନ କରୁଛନ୍ତି। ଆମେ ଦେଖି ବହୁତ ଖୁସି ହେଲୁ। କେତେ ଲାଗିଲା ଆପଣ ଯେଉଁ ଯାଇକି ପହଞ୍ଚିଲେ? କେତେ ଜଣ ମୁରବୀ ଶ୍ରେଣୀ ଲୋକ ଯାଇଥିଲେ? କିଏ ଯାଇଥିଲେ? ନାଇଁ, ବହୁତ ମୁରବୀ ଯାଇଥିଲେ। ଆଉ ଆମେ ଯେଉଁ ଭାଇମାନେ ଆମକୁ ଏଠି ନିମନ୍ତ୍ରଣ ଦେଲେ ସେମାନେ ଥିଲେ। ଆଉ ତାଙ୍କ ବଡ଼ ଲୋକ ବି ଆସିଥିଲେ, ସେମାନେ ଆମକୁ ନେଇକି ନ୍ୟାୟର ପରିଚୟ ଦେଲେ। ଆମେ ଶୁଣି ବହୁତ ଖୁସି ହେଲୁ। ଏଇ ଯେଉଁ ଖୁସି, ଯାହାକି ଏଇ ଭାଇଚାରା, ଇଏ ହେଉଛି ସବୁଠୁ ବଡ଼ କଥା। ଯେ କି ଯେଉଁ ହିନ୍ଦୁ ମୁସଲିମ ଶିଖ ଇସାଇ ସେଇ ଭାଇର ପରିଚୟ ଆଜି ଆମେ ଦେଖିଲୁ। ଯେ କି ଆମେ ସବୁଦିନ ପାଇଁ ଯେଉଁ ଭାରତ ବର୍ଷରେ ଏଇ ଯେଉଁ ଭାଇଚାରାଟା ସବୁଦିନ ପାଇଁ ରହୁ, ଅଟୁଟ ରହୁ। ଏହା ଆମେ ଈଶ୍ୱର ପ୍ରାର୍ଥନା କରୁଛୁ। ସବୁଦିନ ପାଇଁ ଏମିତି ଆମେ ସମସ୍ତେ ମିଳିମିଶି ପାଳନ କରିବୁ। ଭାଇଚାରା ପାଇଁ କ'ଣ ବାର୍ତ୍ତା ଦେବେ ଆଜି? ନିଶ୍ଚିତ, ନିଆଡ଼ି ଗୋଟିଏ ଏମିତିଆ ସହର, ଏଠି ଭାଇଚାରାର ସହର। ଏଠି ଆପଣମାନେ ଜାଣିଥିବେ, ଇଦ୍ ହେଲେ ସେମାନେ ଆମର ଇଦ୍ ପାଳନକୁ ଆମ ସହିତ ମିଶିକି କାନ୍ଧକୁ କାନ୍ଧ ମିଶାଇ ଇଦ୍ ପାଳନ କରନ୍ତି। ସେମିତି ତାଙ୍କ ଦଶହରା ଆସିଲେ ଆମେ ମଧ୍ୟ ପାଳନ କରୁଥିଲୁ। ଆଜି ଯେଉଁ ଆମେ ଯାଇଥିଲୁ ସେଠି ପାଳନ ଦେଖିଲୁ, ସେ ଆର ବର୍ଷ ମଧ୍ୟ ଆମେ ଯାଇଥିଲୁ, ଅଚିନାପଡ଼ାରେ ହେଇଥିଲା। ଏଥର କିନ୍ତୁ ନିଆଡ଼ି, କଣ୍ଟାପାଡ଼ା ଓ ଅଡ଼ଶପୁର ମିଳିତ ସେଠି ମହୋତ୍ସବ ଯେଉଁ ହେଉଥିଲା, ସେ ଆମକୁ ନିମନ୍ତ୍ରଣ କରିଥିଲେ। ଆମେ ନିମନ୍ତ୍ରଣ ପତ୍ର ରକ୍ଷା କରି ଆମେ ସେଠି ଯାଇଥିଲୁ। ଆଉ ସେମାନେ ଆନନ୍ଦ ସହିତ ଆମକୁ ଗ୍ରହଣ କଲେ। ଆମେ ମଧ୍ୟ ତାଙ୍କ ସହିତ ବହୁତ ଖୁସି ଏବଂ ପ୍ରତିବର୍ଷ ଆମକୁ ଏମିତି ନିମନ୍ତ୍ରଣ ମିଳୁ। ଆମେ ପ୍ରତିବର୍ଷ ନିଶ୍ଚିତ ଆମେ ସେ ମହୋତ୍ସବ ଯୋଗ ଦେବୁ। ଭାଇଚାରା ବଜାୟ ରହିବ ବୋଲି ଆପଣ ନିଶ୍ଚିନ୍ତ, 100% ଆଶା ଅଛି। ଏମିତି ଭାଇଚାରା ନିଆଡ଼ିରେ ନିଶ୍ଚିତ ରହିବ, ଓଡ଼ିଶାରେ ରହିବ, ଭାରତବର୍ଷରେ ରହିବା ଦରକାର।